ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନକୁ ପୂରିଲା 9 ବର୍ଷ। ଦେଶର 7ଟି ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ ହେବ ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲର କାର୍ଯ୍ୟକ୍ରମ। ନୂଆଦିଲ୍ଲୀରେ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାକୁମ୍ଭରେ ଆୟୋଜିତ ହେଉଛି ନେତ୍ରକୁମ୍ଭ। 140 ଜଣ ବିଶେଷଜ୍ଞ ଦେଉଛନ୍ତି ପରାମର୍ଶ। ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି କଳିଙ୍ଗ ଲାନ୍ସର୍ସ ଓ ଏସ୍ଜି ପାଇପର୍ସ ଏବଂ ମହିଳା ବର୍ଗରେ ବେଙ୍ଗଲ ଟାଇଗର୍ସ ଓ ଓଡ଼ିଶା ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନକୁ ଆଜି 9 ବର୍ଷ ପୂରଣ ହୋଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଷ୍ଟାର୍ଟଅପ୍କୁ ଉତ୍ସାହିତ କରି ଦେଶରେ ଉଦ୍ଭାବନ ଏବଂ ଉଦ୍ୟୋଗ ପାଇଁ ଏକ ଶକ୍ତିଶାଳୀ ଇକୋସିଷ୍ଟମ୍ ନିର୍ମାଣ କରିବା। ଆମ ସମ୍ବାଦଦାତା ଜଣାଇଛନ୍ତି, ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ ଚାକିରି ଖୋଜୁଥିବା ଲୋକଙ୍କ ପରିବର୍ତ୍ତେ ଦେଶରେ ନିଯୁକ୍ତି ସୃଷ୍ଟିକାରୀ ବୃଦ୍ଧି କରିବା ଉଦ୍ଦେଶ୍ୟ ରହିଛି। ଗତ 9 ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ୍ ଗଠନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ 1,59,000ରୁ ଅଧିକ ଷ୍ଟାର୍ଟଅପ୍ ସହ ବିଶ୍ୱର ତୃତୀୟ ବୃହତ୍ତମ ଇକୋସିଷ୍ଟମ୍ ଭାବେ ସଫଳତା ହାସଲ କରିଛି। ବିଭିନ୍ନ କ୍ଷେତ୍ରରେ 16 ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନକୁ ସହଜ ଓ ସରଳ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା ଆରମ୍ଭ କରାଯାଇଛି। ସରକାର ପାଣ୍ଠି ଯୋଗାଇବା, ବଜାର ବ୍ୟବସ୍ଥା କରିବା ଏବଂ ବିଭିନ୍ନ ଅସୁବିଧାର ସମାଧାନ କରିବା ନିମନ୍ତେ ସ୍ଥାୟୀ ବ୍ୟବସ୍ଥା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର 7ଟି ବିମାନ ବନ୍ଦରରେ ଆଜି ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ବିମାନ ବନ୍ଦରଗୁଡ଼ିକ ହେଉଛି ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚିନ୍ ଏବଂ ଅହମ୍ମଦାବାଦ। ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଇମିଗ୍ରେସନ୍ ସୁବିଧା ଯୋଗାଇ ଦେଇ ଆନ୍ତର୍ଜାତିକ ଭ୍ରମଣକୁ ସହଜ, ସୁଗମ ଓ ସୁରକ୍ଷିତ କରିବା ଦିଗରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ। ଭ୍ରମଣକାରୀମାନେ ଅନଲାଇନ୍ ମାଧ୍ୟମରେ ଏଥିଲାଗି ପଞ୍ଜୀକରଣ କରିପାରିବେ। ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଆବେଦନକାରୀମାନେ fti.ttp.mha.gov.in ପୋର୍ଟାଲରେ ସମ୍ପୂର୍ଣ୍ଣ ବିବରଣୀ ଓ ଦସ୍ତାବିଜ ଦାଖଲ କରିବେ। ପରେ ପଞ୍ଜୀକୃତ ଆବେଦନକାରୀଙ୍କ ବାୟୋମେଟ୍ରିକ୍ ତଥ୍ୟ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ କିମ୍ବା ବିମାନ ବନ୍ଦରରେ ସଂଗ୍ରହ କରାଯିବ। ପଞ୍ଜୀକୃତ ଯାତ୍ରୀମାନଙ୍କୁ ଇ-ଗେଟ୍ରେ ସେମାନଙ୍କ ଏୟାରଲାଇନ୍ ବୋର୍ଡିଂ ପାସ୍ ସ୍କାନ୍ କରିବା ପରେ ପାସପୋର୍ଟ ସ୍କାନ୍ କରିବାକୁ ପଡ଼ିବ। ଉଭୟ ଆଗମନ ଏବଂ ପ୍ରସ୍ଥାନ ସମୟରେ ଯାତ୍ରୀମାନଙ୍କ ବାୟୋମେଟ୍ରିକ୍ ତଥ୍ୟ ଇ-ଗେଟ୍ରେ ଯାଞ୍ଚ କରାଯିବ। ଏହି ପ୍ରମାଣୀକରଣ ଥରେ ସଫଳ ହେବା ପରେ ଇ-ଗେଟ୍ ସ୍ୱତଃ ଖୋଲିବ ଏବଂ ଏହାକୁ ଇମିଗ୍ରେସନ୍ ମଞ୍ଜୁରୀ ପ୍ରଦାନ ବୋଲି ବିବେଚନା କରାଯିବ। ଦେଶର 21ଟି ପ୍ରମୁଖ ବିମାନ ବନ୍ଦରରେ FTI-TTP ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଗତ ବର୍ଷ ଜୁନ୍ରେ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଟର୍ମିନାଲ 3ରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସାନ୍ମୁଗରତ୍ନମଙ୍କ ସହ ସାକ୍ଷାତ କରିବେ। ରାଷ୍ଟ୍ରପତି ଭବନରେ ମଧ୍ୟ ସିଙ୍ଗାପୁର ରାଷ୍ଟ୍ରପତି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନୈଶ୍ୟଭୋଜୀର ଆୟୋଜନ କରିବେ। ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଆସିଥିବା ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ। ଏଥିରେ ସେମିକଣ୍ଡକ୍ଟର, ଶିଳ୍ପ ପାର୍କ, ଦକ୍ଷତା, ଡିଜିଟାଲାଇଜେସନ୍ ଏବଂ ବାଣିଜ୍ୟ ବିକାଶ କ୍ଷେତ୍ରରେ ଆଲୋଚନା ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ପର୍କର 60 ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ବୃଦ୍ଧି କରିବ। ରାଷ୍ଟ୍ରପତି ଥର୍ମନ୍ 5 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କୁ ନେଇ ଏକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଥର୍ମନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏଥିରେ ଦୃଷ୍ଟିଶକ୍ତି ଦୁର୍ବଳତାକୁ ଦୂର କରିବା ଉଦ୍ଦେଶ୍ୟରେ ନେତ୍ରକୁମ୍ଭ ଅର୍ଥାତ୍ ଚକ୍ଷୁମେଳା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ 5 ଲକ୍ଷ ଅଧିବେଶନରେ ଆୟୋଜନ କରାଯାଇ 3 ଲକ୍ଷ ଚଷମା ବଣ୍ଟନ ଓ 10,000ରୁ ଅଧିକ ପରାମର୍ଶ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 10 ଏକର ପରିମିତ ନେତ୍ରକୁମ୍ଭରେ 11ଟି ସ୍ଥାନ ରହିଛି, ଯେଉଁଠାରେ ଶ୍ରଦ୍ଧାଳୁଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି। ପଞ୍ଜୀକରଣ ପରେ 4 ଜଣ ବିଶେଷଜ୍ଞ ଏବଂ 10 ଜଣ ଚକ୍ଷୁରୋଗ ବିଶେଷଜ୍ଞ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଚକ୍ଷୁ ପରୀକ୍ଷା କରୁଛନ୍ତି। ନେତ୍ରକୁମ୍ଭ ଆୟୋଜନ ସମିତି ସଦସ୍ୟ ଡାକ୍ତର ରଞ୍ଜନ ବାଜପେୟୀ କହିଛନ୍ତି, ନେତ୍ରକୁମ୍ଭରେ ମୋଟ 140 ଜଣ ଚକ୍ଷୁ ବିଶେଷଜ୍ଞ ରୋଗୀମାନଙ୍କୁ ପରାମର୍ଶ ଦେଉଛନ୍ତି। ନେତ୍ରକୁମ୍ଭରେ ସମସ୍ତ ଚିକିତ୍ସା ବିନା ଶୁଳ୍କରେ ଉପଲବ୍ଧ ହେଉଛି। 2019 କୁମ୍ଭମେଳାରେ ଏ କ୍ଷେତ୍ରରେ ମିଳିଥିବା ସଫଳତା ଲିମ୍କା ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଥିଲା। ଚଳିତ ନେତ୍ରକୁମ୍ଭ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଇସ୍ରାଏଲ ଏବଂ ହମାସ ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ଲାଗି ଚୁକ୍ତି କରିଛନ୍ତି। କତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରେହମାନ ଅଲ୍ ଥାନିଙ୍କ ସହ ବୈଠକ ପରେ ଏହି ଚୁକ୍ତି କରାଯାଇଛି। ଆସନ୍ତା ରବିବାରଠାରୁ 42 ଦିନ ପର୍ଯ୍ୟନ୍ତ ଚୁକ୍ତି ବଳବତ୍ତର ରହିବ। ଗତକାଲି ଦୋହାରେ ଚୁକ୍ତି ସମ୍ପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ ଅଲ୍ ଥାନି କହିଛନ୍ତି, ଏହି ଚୁକ୍ତି ଦ୍ୱାରା ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରାଯିବ ଏବଂ ଗାଜାକୁ ଅଧିକ ମାନବିକ ସହାୟତା ପ୍ରଦାନ କରାଯାଇପାରିବ। ଗଣମାଧ୍ୟମ ସୂଚନା ଅନୁଯାୟୀ ଆଜି ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ହମାସର ଜଣେ ଅଧିକାରୀ କହିଛନ୍ତି, ଦୋହାରେ ମଧ୍ୟସ୍ଥଙ୍କଠାରୁ ମିଳିଥିବା ଦସ୍ତାବିଜକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଚୁକ୍ତିକୁ ନିଶ୍ଚିତ କରି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଆମେରିକୀୟ ବନ୍ଧକମାନଙ୍କୁ ମୁକ୍ତି କରାଯିବ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିକୁ ଐତିହାସିକ ବୋଲି ବର୍ଣ୍ଣନା କରିବା ସହ ନିର୍ବାଚନରେ ତାଙ୍କ ବିଜୟ ଯୋଗୁଁ ଏହି ଚୁକ୍ତି ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ଚୁକ୍ତିରେ ଥିବା 3 ପର୍ଯ୍ୟାୟ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଜେଲରେ ଥିବା ପାଲେଷ୍ଟାଇନ ବନ୍ଦୀଙ୍କ ମଧ୍ୟରୁ 33 ଜଣଙ୍କୁ ମୁକ୍ତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ବନ୍ଦୀଙ୍କୁ ମୁକ୍ତ କରାଯିବାକୁ ଥିବାବେଳେ ତୃତୀୟ ପର୍ଯ୍ୟାୟରେ ଗାଜାର ପୁନଃନିର୍ମାଣ ସହ ବନ୍ଦୀଙ୍କ ମୃତଦେହ ଫେରାଇ ଅଣାଯିବ ବୋଲି ଜଣାପଡ଼ିଛି। 2023 ମସିହା ଅକ୍ଟୋବର 7 ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲ ସେନା ହମାସକୁ ଧ୍ୱଂସ କରିବା ଲାଗି ଅଭିଯାନ ଆରମ୍ଭ କରିଥିଲା। ଏଥିରେ 1200 ଜଣ ପ୍ରାଣ ହରାଇଥିଲେ ଓ 251 ଜଣଙ୍କୁ ବନ୍ଧକ ରଖାଯାଇଥିଲା। ସେବେଠାରୁ ଚାଲିଥିବା ଆକ୍ରମଣ ଓ ପ୍ରତି ଆକ୍ରମଣରେ 46,700ରୁ ଅଧିକ ଲୋକ ପ୍ରାଣ ହରାଇଥିବା ହମାସ ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଇସ୍ରାଏଲ କହିଛି, ହମାସ ଏବେ ମଧ୍ୟ 94 ଜଣଙ୍କୁ ବନ୍ଦୀ କରି ରଖିଛି ଓ ସେମାନଙ୍କ ମଧ୍ୟରୁ 34 ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଲାକ୍ଷାଦ୍ୱୀପର ସୁହେଲି ଦ୍ୱୀପ ନିକଟରେ ନିଖୋଜ ହୋଇଥିବା ଏକ ମାଛ ଧରା ଡଙ୍ଗାକୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି। ଏଥିରେ ମହିଳା ଓ ଶିଶୁଙ୍କ ସମେତ ଅନେକ ବ୍ୟକ୍ତି ଯାତ୍ରା କରୁଥିଲେ। ଡଙ୍ଗାଟି କାବାରାତିରୁ ସୁହେଲି ଦ୍ୱୀପକୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଇଥିଲା। ଲାକ୍ଷାଦ୍ୱୀପ ପ୍ରଶାସନ ପକ୍ଷରୁ ସୂଚନା ପାଇବା ପରେ ତଟରକ୍ଷୀ ବାହିନୀ ସମ୍ପୃକ୍ତ ଡଙ୍ଗାକୁ ଠାବ କରି ସମସ୍ତ 54 ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ 22 ଜଣ ମହିଳା, 23 ଜଣ ଶିଶୁ, 9 ଜଣ ପୁରୁଷ ଓ 3 ଜଣ କ୍ରୁ ମେମ୍ବର ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 118ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇଁ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ଆସନ୍ତାକାଲି ସୁଦ୍ଧା ଦେଇପାରିବେ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ଇଣ୍ଡିଆ ଲିଗ୍ର ଗତକାଲିର ମ୍ୟାଚ୍ରେ ସାଚି ରାର ବେଙ୍ଗଲ ଟାଇଗର୍ସ 5-3 ଗୋଲ୍ରେ ୟୁପି ରୁଦ୍ରାସକୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 8:15 କଳିଙ୍ଗ ଲାନ୍ସର୍ସ ଓ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ମହିଳା ହକି ଇଣ୍ଡିଆ ଲିଗ୍ରେ ରାଞ୍ଚିସ୍ଥିତ ମାରଙ୍ଗ ଗୋମକେ ଜୟପାଲ ସିଂ ହକି ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସୁରମା ହକି କ୍ଲବ 2-1 ଗୋଲ୍ରେ ଓଡ଼ିଶା ୱାରିୟର୍ସକୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 6ଟାରେ ସାଚି ରାର ବେଙ୍ଗଲ ଟାଇଗର୍ସ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ମୁକାବିଲା ହେବ।
ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନକୁ ପୂରିଲା 9 ବର୍ଷ। ଦେଶର 7ଟି ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ ହେବ ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲର କାର୍ଯ୍ୟକ୍ରମ। ନୂଆଦିଲ୍ଲୀରେ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାକୁମ୍ଭରେ ଆୟୋଜିତ ହେଉଛି ନେତ୍ରକୁମ୍ଭ ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି କଳିଙ୍ଗ ଲାନ୍ସର୍ସ ଓ ଏସ୍ଜି ପାଇପର୍ସ ଏବଂ ମହିଳା ବର୍ଗରେ ବେଙ୍ଗଲ ଟାଇଗର୍ସ ଓ ଓଡ଼ିଶା ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।